असहायଙ୍କୁ ସାହାଯ୍ୟ କଲେ ସ୍ୱେଚ୍ଛାସେବୀ ସଂଗଠନ। ଅନୁଗୁଳ ଜିଲ୍ଲା ବନପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଜଳସାହିରେ 4ଟି ପରିବାର ପଞ୍ଚୁ ମାଝୀ, ଲକ୍ଷ୍ମୀ ମାଝୀ, ବିକାଶ ସାମଲ, ଗୋପାଳ ସାମଲଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସ୍ୱେଚ୍ଛାସେବୀମାନେ ସାଇ ଆତ୍ମା ଦର୍ଶନ ଚାରିଟେବଲ ଟ୍ରଷ୍ଟ ବିଦ୍ୟାଧର ନାୟକ, ଅଜୟ ତ୍ରିପାଠୀ, ପ୍ରବୀର ପ୍ରଧାନ, ନାଲକୋ ସାରେଗାମାର ଅତିଥି ରଞ୍ଜନ ସ୍ୱାଇଁ, ରାଧାମୋହନ ସାହୁ, ଲଳିତ ମହାପାତ୍ର, ଆଣ୍ଟୋଫାଗାସ୍ତା ଗ୍ରୁପ, ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ ଚିନ୍ମୟୀ ଦାସ, ବ୍ରାହ୍ମଣ ସମାଜର ରାଜ୍ୟ ସଭାପତି ବ୍ୟୋମକେଶ ଶତପଥୀ, ଶରତ ଚନ୍ଦ୍ର ସାହୁ, ଟିଏମ୍ଏସ୍ର ଡକ୍ଟର ସୁଦାମିନ ଚୌଧୁରୀ, ସାମ୍ବାଦିକ ସୁଧାକର ସାହୁ ପହଞ୍ଚି ଶୁଖିଲା ଖାଦ୍ୟ ସହ ବସ୍ତ୍ର, ନିତ୍ୟ ବ୍ୟବହୃତ ଜିନିଷପତ୍ର 4ଟି ପରିବାର ପାଇଁ ଯୋଗାଇ ଦେଇଛନ୍ତି। ଅନୁଗୁଳରୁ ପପୁ ଗୋଛାନ୍ତଙ୍କ ରିପୋର୍ଟ, AA ମିଡିଆ 24। ମୋ ନାଁ ଡକ୍ଟର ସୌଦାମିନୀ ଚୌଧୁରୀ, ସିଂ ମାନବାଧିକାର ସଂଗଠନର ମୁଁ ନ୍ୟାସନାଲ ସଭାନେତ୍ରୀ। आज जो କାର୍ଯ୍ୟଟି କରାଯାଇଛି ମାନ କାର୍ଯ୍ୟଟି କ'ଣ କହିବ ଆପଣଙ୍କ ଅବଦାନ କ'ଣ ଅଛି? ଆକ୍ଚୁଆଲି ଆଜି ଯେଉଁ କାମଟା କରାଯାଇଛି, ଯେଉଁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆମେ ଆସିଥିଲୁ, ଜାଣିଲୁ କି ଗଡ଼ସନ୍ତ୍ରୀରେ ଆମର 4ଟା ଫ୍ୟାମିଲି ଘର ପୋଡ଼ିଯାଇଛି, ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ପାଉଛନ୍ତି। ଏଠିକାର ସରପଞ୍ଚ ଆସିକି ଅନଲି ସେ ଦେଖିକି ପାଲ ଦେଇକି ଯାଇଛନ୍ତି। ଏଇଟା ତ ସେ ତାର କିଛି ମାନେ ଇଏ ନୁହେଁ। ଆକ୍ଚୁଆଲି ହେଉଛି କ'ଣ, ଆମେ ଆମ ତରଫରୁ ଚାଉଳ, ହାଣ୍ଡି, ଡେକ୍ଚି ଆଣ୍ଡ ନୀତିଦିନିଆର କିଛି ଜିନିଷ, ନିତ୍ୟ ବ୍ୟବହାର ଜିନିଷ ଦିଆହେଇଛି। ସେମାନେ ସେଗୁଡ଼ାକ ନିଜ ବ୍ୟବହାରରେ ଲଗେଇ ପାରିବେ। ଭାଇ ନା କ'ଣ? ଗୋପାଳ ସାମଲ। ଆପଣଙ୍କ ଘର ପଡ଼ିଥିଲା? ହଁ, ପଡ଼ିଥିଲା। ଆଜି ଯେଉଁ ସଂଗଠନ ଆସିଛି କ'ଣ କ'ଣ ସବୁ ସାହାଯ୍ୟ କରିଗଲେ? ପାଲ ପୋଲିସ ସବୁ ସାହାଯ୍ୟ କରନା, ସାର୍ ବହୁତ ସାହାଯ୍ୟ କରନା ଦେଇଛି। ସରକାରରୁ କ'ଣ ମିଳିଛ? ସରକାରରୁ ଆଜ୍ଞା ମିଳିଲା ଯେଉଁ ପାଲଟା ସାର୍ ମିଳିଛି। ଆଉ କିଛି ମିଳିନି? ଆଉ କିଛି ସାର୍ ଆସିଲାକୁ, ଆପଣ ଆସିଲାକୁ ତାପରେ ମିଳିଛି। କ'ଣ କ'ଣ ସବୁ ଆଜି ଦେଇଗଲେ? ଡିକ୍ଚି, ଡାଲି, ଆଉ କଡ଼େଇ, ଚାଉଳ ସବୁ ଜିନିଷ ଦେବେ? ହଁ। କେତେ ଦିନ ଚଳିବା ପାଇଁ ଦେଇଦେଇଛି ଚୁଡ଼ା ଚାଉଳ ସବୁ? ଆଜ୍ଞା ଏ ଯେଉଁ 10 ଦିନ 12 ଦିନ ଭିତରେ ଚାଉଳ ଆଉ କ'ଣ। ମୁଁ ବିଦ୍ୟାଧର ନାୟକ, ଶ୍ରୀ ସାଇ ଆତ୍ମା ଦର୍ଶନ ଚାରିଟେବଲ ଟ୍ରଷ୍ଟର ସଭାପତି। ଆଜି ଯେଉଁ ମହତ କାର୍ଯ୍ୟ କରିବା ଉଦ୍ଦେଶ୍ୟ କ'ଣ? ଆମେ ଶୁଣିବାକୁ ପାଇଲି ବିଗତ 4-5 ଦିନ ହେଲା ଗଡ଼ସନ୍ତ୍ରୀ ଗ୍ରାମରେ 4ଟି ଫ୍ୟାମିଲିର ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେଣୁ ଆମେ ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ ଅନୁଷ୍ଠାନର ଭାଇମାନେ ଏକାଠି ହୋଇ ଆମ ସକ୍ଷମ ଅନୁସାରେ ଯାହା ହେଲା କିଛି ଆମେ ଜିନିଷପତ୍ର ଆଣି ଏବଂ ତାଙ୍କର ସବୁ ଦେଖିଲୁ, ଘର ଦ୍ୱାର ପୋଡ଼ି ନଷ୍ଟ ହୋଇଯାଇଛି, ଆବାସପତ୍ର ସବୁ ନଷ୍ଟ ହୋଇଯାଇଛି। ବହୁତ ଦୁଃଖ ଲାଗିଲା। ଏବଂ ଅଲଗା କୌଣସି ଅନୁଷ୍ଠାନ ବା ସ୍ୱେଚ୍ଛାସେବୀମାନେ ଯଦି ସହଯୋଗର ହାତ ବଢ଼ାଇବେ, ସେ ଗରିବ ଲୋକମାନେ ଉପକୃତ। ସାମଲ। କେବେ ପଡ଼ିଥିଲା ଘର? ଗୁରୁବାର ଦିନ ରାତିକି। କ'ଣ କ'ଣ ପଡ଼ିଛି? ସବୁ ଡିକ୍ଚି ପତ୍ର, ଲୁଗା ପଟା, ସବୁ କଥା, ସାଇକେଲ ଆଦି କିଛି, ଧାନ ଚାଉଳ କିଛି ନାହିଁ। କେତେଟା ପରିବାରର ପଡ଼ିଯାଇଛି? 4ଟା ପରିବାରର। ଏବେ କୋଉଠୁ ସାହାଯ୍ୟ ଆଇଲାଣି? କିଛି ଦେଇନାହାନ୍ତି କେହି। ଏଇ ତମେ ଦେଇଛ? ଆମେ ବୋଲି କୋଉ ସଂଗଠନ ଆସିଛନ୍ତି କି? ନା, କେହି ଯାଇନାହାନ୍ତି। जो गढ़संतरी का तड़साई में वो 4 परिवार का आग लग गया। जो आग लग गया कि बहुत दमकल भी आके लिभाना मुश्किल हो गया। उसके बाद भी वो 4 दमकल पट्टी आके वो लिभा के गए। हम सुने 3-4 दिन के पीछे में वो आग लगा था। आज आके हम थोड़ा सहायता करने के लिए आए थे। तो इसमें हमारे नालको से बाहर में सब अनुष्ठान और हमारा आंटोफागास्ता सब आए थे। कुछ छोटा छोटा चीज़ में हम थोड़ा हेल्प किए और आशा करूँ कि गवर्नमेंट से कुछ सहायता मिलेगा तो वो कुछ भरपाई हो जाएगा। वही उम्मीद है हमारा कि आज जो हम दिए चूड़ा की वो चावल, कुछ बाल्टी फाल्टी जो भी, वो उसके लिए नामुमकिन है। और कुछ गवर्नमेंट सहायता अगर मिल जाएगा तो ये सब का सहायता हो जाएगा। ऐसा हमारा काम आगे भी चलेगा, आगे और भी कंटिन्यू होगा, ये हमारा वादा है। मैडम आज जो आसी घर पड़ी कौन कौन सब साहाଯ୍ୟ କରିଥିଲେ? देखो साहाଯ୍ୟ କରିବା ତ ଆମ ପକ୍ଷେ ସମ୍ଭବ ନୁହେଁ। କଥାରେ ଅଛି ଘୋଡ଼ା ଚଢ଼ାଠାରୁ ସମ୍ପତ୍ତି ନାହିଁ, ଘର ପୋଡ଼ିଠାରୁ ବିପତ୍ତି ନାହିଁ। ଏହି କ୍ରମରେ ଆଜି ଗୋଟିଏ ଜାଗାରେ ପ୍ରଭୁ ଶ୍ରୀରାମ ମନ୍ଦିରରେ ପୂଜା ପାଉଥିଲା ବେଳେ ଏଠି ଜୀବନ୍ତ ଦେବତା ବାହାରେ ଶୋଉଛନ୍ତି। ତେଣୁ ଆମେମାନେ ଜାଣିଲୁ ଯେ ଆଙ୍କର ଘର ପୋଡ଼ିଛି। ତେଣୁ କିଛି ଅନୁଷ୍ଠାନ, ସହୃଦୟ ବ୍ୟକ୍ତି, ସମାଜସେବୀ ଏମିତି ସମସ୍ତେ ଆମେ ମିଶିକିରି ଚିନ୍ତା କଲୁ ତାଙ୍କ ଘରକୁ ଆମେ କେମିତି ଗୋଟେ ଦେବଦୂତ ଭଳିଆ ପହଞ୍ଚି ପାରିବୁ। ତେଣୁ ସେ ଯେଉଁ 4 ଅସହାୟ ପରିବାର ବାହାରେ 40 ଡିଗ୍ରୀ ଖରାରେ ହନ୍ତସନ୍ତ ହେଉଛନ୍ତି, ଯେଉଁଠି ନିଆଁ ଝୋଲ ପଡ଼ୁଛି। ତେଣୁ ଆମେ ଫିଲ୍ କଲୁ ଯେ ଏମାନେ ବହୁ ଅସୁବିଧାରେ ଅଛନ୍ତି। ତେଣୁ ଆମେ ଆସିଲୁ
ସହାୟତାର ହାତ ବଢ଼ାଇବା ପାଇଁ। ତେଣୁ ଆମେ ତାଙ୍କୁ ସମୁଦ୍ରକୁ ସଂଖ୍ୟା ଯାହା ଡାଲି ଚିନି ଚାଉଳ ଚୁଡ଼ା ଖାଦ୍ୟ ବସ୍ତ୍ର ଏସବୁ ଭାଇମାନେ ସଂଗ୍ରହ କରିଦେଇଛନ୍ତି। ଆଉ ମୁଁ ଆପଣଙ୍କ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରୁଛି ଯେତେ ଶୀଘ୍ର ଉପଯୁକ୍ତ ତଦନ୍ତ କରିକିରି ତାଙ୍କୁ ତାଙ୍କ ପ୍ରାପ୍ୟଟା ଦେଇଥିଲେ ଉଚିତ ମନେ ହେବ। ସୁଜାତା ମାଝୀ। ଆଜି ଯୋଉ ଆସିଥିଲେ କ'ଣ ଦେଇକି ଗଲେ ସବୁ? ଚାଉଳ ଏ ତେଲ ଏ ଲୁଗାପଟା ଖାଇବା ଜିନିଷ ସବୁ ଦେଇଛି। ଡେକ୍ଚି ପତ୍ର ମସୁରୀ ସବୁ। ଆଉ ଯୋଉ ସରକାର ତରଫରୁ କ'ଣ ହେଇଛି? ସାର୍ ଖାଲି ପାଲ ଖଣ୍ଡେ ଦେଇଥିଲେ। କିଏ ଆଣି ଦେଇଥିଲା? ତାର ସେତିକି? ସରପଞ୍ଚ ସରପଞ୍ଚ ନାହିଁ କିଛି ଦେଇନି।